କୋରାପୁଟ ଜିଲ୍ଲାରେ ସୌରା ସମାଜର ମହାବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ସୌରା ସମାଜର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ସୌରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ଦ୍ୱାରା ଏହି ମହାବନ୍ଧୁ ମିଳନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏଥିରେ ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ ଛତିଶଗଡ଼ ରାଜ୍ୟର ସୌରା ସମାଜର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସାମାଜିକ ତଥା ସାଂସ୍କୃତିକ ପରମ୍ପରା କିପରି ବଜାୟ ରଖାଯିବ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ ଯୋଜନାଗୁଡ଼ିକ କିପରି ଆମ୍ଭ ସମାଜର ଲୋକମାନେ ଠିକ୍ରେ ପାଇପାରିବେ ସେ ବିଷୟରେ ନିଷ୍ପତ୍ତି ନିଆଯାଇଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟରୁ ଦୁର୍ଯ୍ୟୋଧନ ସୌରା, ବସନ୍ତ ସୌରା, କୃଷ୍ଣ ସୌରା, କଳାହାଣ୍ଡିରୁ ଚନ୍ଦ୍ରଶେଖର ଶବର, ଗୋବର୍ଦ୍ଧନ ଶବର, ସତ୍ୟବାନ ଶବର, ମଣିରାମ ଶବର, ଦୁର୍ଗାଚରଣ ଶବର, ଧର୍ମାନନ୍ଦ ଶବର, କୃଷ୍ଣ ଶବର, ଭକ୍ତରାମ ଶବର ଓ ନବରଙ୍ଗପୁରରୁ ଜଗଜୀବନ ନାୟକ, ନବୀନ ନାୟକ, ମାଲକାନଗିରିରୁ ଅର୍ଜୁନ ସୌରାଙ୍କ ସମେତ ଛତିଶଗଡ଼ କର୍ମକର୍ତ୍ତା ଯୋଗ ଦେଇଥିଲେ। ଶ୍ରୀ ଗୋପୀନାଥ ସୌରା, ସୁରେଶ ସୌରା, ଡୁମର ସୌରା ମଞ୍ଚ ପରିଚାଳନା କରିଥିଲେ। କଳାହାଣ୍ଡିରୁ ଦୁର୍ଯ୍ୟୋଧନ ଶବରଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।